नमस्कार दर्शक बंधु आमरी सत्यर गीत सिंधुर अमृत बिंदु कार्यक्रम को मु रश्मिता आपण मानकु स्वागत करुछि। दर्शक बंधु आमे गत अध्याय रे सुनिथिले कवि दीनकृष्ण दासंकर रसकल्लोल काव्यरु आमे सुनिथिले आउ एहा मध्य आमे जानिथिले जे माने कृष्णंकर गाथा सुनिला परे किपरि भाबे आमर पाप मोचन होई थाए एवं आजि रो अध्याय रे आमे अन्य एक बिंदु नहीं आसीचु। आम सह उपस्थित अछंती पंडित रमाकांत मिश्र महोदय। सर आपण को आमर सत्यर कार्यक्रम को स्वागत करूछु। नमस्कार। नमस्कार सर आज आपण केउ बिंदु को उपस्थापन करिवे सर? गत अध्याय मु कहितली कृष्ण कथा श्रवण रे दुरित क्षय। भगवान कृष्णंकर कथा को शुणिले समस्त पापताप क्षय जाए। तेबे आज तार परवर्ती पदटी मु अमृत बिंदु भाव में परिवेशन करने जाऊँगी। से राग होची चोखी। चोखी राग विभिन्न प्रकार बोला जाउथिले मध्य तार मूल स्वर मात्र 2-3 प्रकार हम आ अधिका हो पार। गोटे पद कहूँ कौण पखुले भारी होई धरणी सुंदरी विनय होई ब्रह्मांको आगे कहिला कंस प्रतापरे देह हेलानी अति दुष कि करिबी कुह बोली एबे बोइला कुश केतु शुणी ए कथा कहिले जगन्नाथंकु अबनी व्यथा। बहुत सुंदर सर। सर यही बिंदुर टिके आंतरिक भाव को आपण टिके दर्शक मानक हमर सुनाइ। देखंतु मु कहिछि भगवानक श्री कृष्णंकर सु कथा गाथा चरित से अमृतर आरंभ एठी हेछि। कवि कहउचंती से द्वापर जुगरे कंस नाम एक प्रतापी असुर थिला। मथुरार राजा उग्रसेनर पुत्र से कि कंस वसुदेव एवं देवकी देवकीर भाई होछि कंस। ये कंसासुर यार उत्पात यार उपद्रव दौरात्म्य ये संसार को कौन कला संसार को भयभीत भयतस्त करी सदा बेले रखिला। एणु कंसर ये जो प्रताप ये प्रताप को तार दौरात्म्य को सह्य करि पारिला नहीं पृथ्वी। पृथ्वीर नाम होची सर्वम सहा संस्कृत रे सर्वम सहते जा सा सर्वम सहा सी सबु सही पारे सी सर्वम सहा। सहीबा गुण रे पृथ्वी ठारू आ अधिक केही नाही। तेणु कहा जाए सहने धरित्री। सहीबा गुण रे पृथ्वी होची सबुठारू श्रेष्ठ सबु से सही। किंतु पृथ्वी सबु सहीब किंतु दुर्जन दुष्ट नष्ट भ्रष्ट एपरी राक्षस मानकर बा फल प्रकृति लोकंकर सेतेबेले उपद्रव ये पृथ्वी ऊपर चलिबो आखु पृथ्वी के सही परिबो ना। एवं सही समय रे पृथ्वी निश्चित रूपे भगवानंकर निकटवर्ती हब एवं प्रभु को छाई प्रार्थना करिवो प्रभु
ମୋ ଉପରେ ଏ ଯେଉଁ ଉତ୍ପାତ ଚାଲିଛି, ସବୁ ଦୌରାତ୍ମ୍ୟ ଚାଲିଛି, ଆପଣ ତୁରନ୍ତ ଆକୁ ଲୋପ କରନ୍ତୁ, ମୁଁ ଆଉ ସହିପାରୁନି। ସେଇ କଥାଟାକୁ କବି ଏ ପଦରେ ଆଲୋଚନା କରିଛନ୍ତି ବା ବର୍ଣ୍ଣନା କରିଛନ୍ତି। କବି କହୁଛନ୍ତି, କୌଣପ କୂଳେ ଭାରି ହୋଇ ଧରଣୀ ସୁନ୍ଦରୀ ବିନୟ ହୋଇ ବ୍ରହ୍ମାଙ୍କ ଆଗେ କହିଲା। କୌଣପ, କୌଣପ ବୋଲେ ରାକ୍ଷସ, ରାକ୍ଷସ ମାନଙ୍କର ଯେତେବେଳେ ଉତ୍ପାତ ଚାଲିଲା, କଂସ ତ ଏକା ନଥିଲା, କଂସ ସହିତ ଥିଲେ ତାର ଅଷ୍ଟମଲ୍ଲ। ଏ ଯୋଉ ଅଷ୍ଟମଲ୍ଲ 8ଟା ଦୁର୍ଦାନ୍ତ ଦୈତ୍ୟ, ସେମାନଙ୍କୁ ଧରି କଂସ ଉତ୍ପାତ କରୁଥିଲା, ଯାହାକୁ ପୃଥିବୀ ପକ୍ଷରେ ଅସହ୍ୟ ହେଲା କଂସର ସେ ଦୌରାତ୍ମ୍ୟ। ଏଣୁ ପୃଥିବୀ ଯାଇ ବିନୟ ହୋଇ, ବିନୀତ ଭାବରେ, ନମ୍ର ଭାବରେ, କାକୁସ୍ଥ ହୋଇ ପୃଥିବୀ ଯାଇ କହୁଛି ବ୍ରହ୍ମାଙ୍କ ନିକଟରେ, କୌଣପ କୂଳେ ଭାରି ହୋଇ ଧରଣୀ ସୁନ୍ଦରୀ। ଏ ଦୈତ୍ୟମାନଙ୍କର ଉପଦ୍ରବରେ ଭାରଭୂତା ହେଇ ସେମାନେ ଅଧିକ ଭାର ହେଇଯିବାରୁ ପୃଥିବୀ ବିନୀତ ଭାବରେ ବ୍ରହ୍ମାଙ୍କ ନିକଟରେ ଯାଇ ପ୍ରାର୍ଥନା କଲା। କଣ ପ୍ରାର୍ଥନା କଲା? କଂସ ପ୍ରତାପରେ ଦେହ ହେଉଛି ଅତି ଦୁଃସହ। ଏ ପ୍ରଭୁ, ଏ ଯୋଉ କଂସ ଅସୁର ଉଗ୍ରସେନର ପୁଅ, ଯୋଉଟା ବାପାକୁ ଖଟୁଆଳ କରିଛି, ସିଂହାସନରେ ବସିଛି, ଏଭଳି ପୁଅ ଜଗତରେ କିଏ ଅଛି? ସେ ଯୋଉ କଂସାସୁର, ତାର ଯୋଉ ପ୍ରତାପ, ତାର ଯୋଉ ପ୍ରଭାବ, ସେଇ ପ୍ରଭାବରେ, ସେଇ ପ୍ରତାପରେ ମୋ ଦେହ ଅତି ଦୁଃସହ ହେଲାଣି। ମୁଁ ଆଉ ଆକୁ ସହ୍ୟ କରିପାରୁ ନାହିଁ, ଆଉ ସହିବାର ଶକ୍ତି ମୋର ନାହିଁ। ମୁଁ ଜାଣୁଛି ମୁଁ ସର୍ବଂସହା, କିନ୍ତୁ ମୋ ଉପରେ ଖଳବଳର ଯଦି ଉତ୍ପାତ ହୁଏ, ତାକୁ ମୁଁ ସହ୍ୟ କରିପାରେ ନାହିଁ। ଏଣୁ ପ୍ରଭୁ କି କରିବି କହ ଏବେ ବୋଲି ବୋଇଲା। ଏବେ ମୁଁ କଣ କରିବି? ମୁଁ କୁଆଡେ ଯିବି? ମୋ ଉପରେ କୋଉ ଜନପ୍ରାଣୀ ଅଛନ୍ତି, ଏମାନଙ୍କର ସୁରକ୍ଷା କିଏ ଦବ? ମୋର ଅଗଣିତ ସନ୍ତାନ ଏ ପୃଥିବୀ ଉପରେ ଖେଳୁଛନ୍ତି, ଏମାନଙ୍କୁ ସୁରକ୍ଷା କିଏ ଦବ? କଂସର ଅତ୍ୟାଚାର କିଏ ମୁକ୍ତ କରିବ? ତେଣୁ ମୁଁ କଣ କରିବି? ମୁଁ ବର୍ତ୍ତମାନ କିଂ କର୍ତ୍ତବ୍ୟ ବିମୂଢ଼ା, ମୋର କିଛି କରିବାର ଆଉ ନାହିଁ। ଯାହା କରିବା ଆପଣ କରିବେ। ତେଣୁ ଆପଣଙ୍କ ନିକଟରେ ମୁଁ ଗୁହାରି କରୁଛି, ମୁଁ କଣ କରିବି ଆପଣ ମତେ କହନ୍ତୁ। ଏ କଥାକୁ ଶୁଣିଲେ କୁଶକେତୁ, କୁଶକେତୁ ଶବ୍ଦର ଅର୍ଥ ହେଉଛି ବ୍ରହ୍ମା। କୁଶକେତୁ ହେଉଛନ୍ତି ବ୍ରହ୍ମା। ବ୍ରହ୍ମା ଏ କଥାକୁ ଶୁଣିବା ପରେ ସିଏ ଦେଖିଲେ, ସେ ଯାହା ତ ହେଇଛି ହେଇଛି, ମୋର ଏଥିରେ କିଛି କରିବାର ନାହିଁ। ଇଏ କରିବା ବାଲା ହଉଛନ୍ତି ଭଗବାନ ନାରାୟଣ, ଭଗବାନ ଜଗନ୍ନାଥ। ତେଣୁ ତାଙ୍କ ନିକଟରେ ଏ କଥାକୁ ଯାଇ ପ୍ରକାଶ କଲେ, ୟା ପାଇଁ କିଛି ଗୋଟେ ବ୍ୟବସ୍ଥା କରିବେ। এই কথাକୁ ଚିନ୍ତା କରି ପିତାମହ ବ୍ରହ୍ମା ପୃଥିବୀର ଏ ଦୟନୀୟ ସ୍ଥିତି, ଏ ଯୋଉ ଦୈନ୍ୟତା, ଆକୁ ଯାଇ ପ୍ରକାଶ କଲେ। କାହା ନିକଟରେ? କହିଲେ ଜଗନ୍ନାଥଙ୍କୁ ଅବନୀ ବ୍ୟଥା। ଅବନୀ କହିଲେ ପୃଥିବୀ, ଅବନୀ, ଅବନୀ, ଅବନୀ କହିଲେ ପୃଥିବୀ। ଅବଧାତୁ ପାଳନ କରିବା ଅର୍ଥରେ ସିଏ ପାଳନ କରୁଛି, ବା ଯାହାକୁ ରାଜା ମାନେ ପାଳନ କରନ୍ତି, ତେଣୁ ତା ନାଁଟା ହଉଛି ଅବନୀ। ସେଇ ଯୋଉ ପୃଥିବୀ, ସେଇ ପୃଥିବୀର ଦୁଃଖକୁ, ତାର ଦୈନ୍ୟକୁ ଯାଇ ଜଗନ୍ନାଥଙ୍କ ନିକଟରେ କହିଲେ। ଜଗନ୍ନାଥ, ଜଗତାନ୍ନାଥ, ଜଗତନାଥ, ସିଏ ଜଗତର ନାଥ। ଜଗନ୍ନାଥ କୋଟି ବ୍ରହ୍ମାଣ୍ଡର ଇଏ ହେଉଛନ୍ତି କର୍ତ୍ତା। এই সর্বময় কর্তা ভগবান শ্রীহরি নারায়ণଙ୍କ নিকটରେ ଯାଇ ପିତାମହ ବ୍ରହ୍ମା ଏ ପୃଥିବୀର ଏ
दुरावस्था जाई वर्णना कले एवं कहले এই যে পদটিরে দ্বিতীয় পদ এই যে দ্বিতীয় ছন্দ দ্বিতীয় পদ এই পদটির সারমর্ম হচ্ছে ইয়া এইভাবে ভাবে কবি ভগবানଙ୍କର চরিত্রକୁ বা কৃষ্ণଙ୍କର চরিত্রକୁ এই পদরে আরম্ভ କରିବାକୁ যাইଛନ୍ତି। ସାର୍ ପ୍ରକୃତରେ ମାନେ କବି ଦୀନକୃଷ୍ଣ ଦାସଙ୍କର ଯୋଉ ଏଇ ଅମୃତ ବିନ୍ଦୁଟି ବହୁତ ସୁନ୍ଦର ରଚନା ଆଉ ତାପରେ ଯୋଉ ମାତା ଅବନୀ ଯୋଉ ଆକୁଳ ବିନିବେଦନ କରିଛନ୍ତି ବ୍ରହ୍ମାଙ୍କ ନିକଟରେ ଏବଂ ତାହା ବି ବହୁତ ହୃଦୟସ୍ପର୍ଶୀ ସାର୍। ନିଶ୍ଚିତ ରୂପେ ଏହି ବିନ୍ଦୁଟି ଆମ ଦର୍ଶକମାନଙ୍କୁ ବହୁତ ଭଲ ଲାଗିଥିବ। ତାହେଲେ ଆମେ ଆଜିର କାର୍ଯ୍ୟକ୍ରମ ସାର୍ ଏଇଠି ରଖିବା। ପୁଣି ଥରେ ଆମେ ଏକ ଅମୃତ ବିନ୍ଦୁକୁ ନେଇ ଆସିବୁ। ହଁ, ଆପଣମାନଙ୍କର ପ୍ରେରଣା ଆମମାନଙ୍କୁ ଆଗକୁ ନେଉଛି। ଆଉ ଆପଣମାନେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛୁ, ଧନ୍ୟବାଦ।